ସବୁଠାରୁ ଶ୍ରେଷ୍ଠ ଜୀବ ଯେ ଅନ୍ୟମାନଙ୍କ ପାଇଁ କାମ କରେ ନିଜ ସ୍ୱାର୍ଥକୁ ବଳିଦାନ ଦେଇକରି ସେଟା ଆମେ ଶିଖିଗଲି। ଦାସଙ୍କ ସ୍ୱପ୍ନର ଓଡ଼ିଶା। ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର 9 ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦେଇତାରୀ ଦାସ ଓ ତାଙ୍କ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ। ସେ 1897 ମସିହା ଦେଶର ଉନ୍ନତି ସାଧନ କରିପାରିବେ। ଗ୍ରାମାଞ୍ଚଳରେ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଣ, ଗ୍ରାମାଞ୍ଚଳକୁ ସରଳ ପ୍ରତି ରାସ୍ତା, ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ଦେବା ଦରକାର। ଏଠାରେ ଏହି ବର୍ତ୍ତମାନ ସମୟରେ ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ି ପାରୁନାହାନ୍ତି। ତାଙ୍କ ମାଆଙ୍କୁ ହରେଇଥିଲେ। ସେ ତାଙ୍କ ପିଉସୀ କମଲା ଦେବୀ ତାଙ୍କୁ ଛୋଟବେଳୁ ଲାଳନ ପାଳନ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସ ଉତ୍କଳମଣି ନାମ ଏଇଥିପାଇଁ ପଡ଼ିଥିଲା କାହିଁକି ସେ ଥିଲେ ଉତ୍କଳମଣି। ସେ ଓଡ଼ିଶା ପାଇଁ ଏମିତି କିଛି କାର୍ଯ୍ୟ କରିଯାଇଥିଲେ ଯାହାକି ଲୋକେ ଭାବି ନପାରନ୍ତି କରିବା ପାଇଁ। ସେ ଓଡ଼ିଶାର ଗୋଟିଏ ଏମିତି ଦୀପ ଥିଲେ ଯେ ଓଡ଼ିଶାକୁ ପ୍ରଜ୍ୱଳିତ କରେ। ସାହିତ୍ୟ ସାଧନା, ସ୍ୱାସ୍ଥ୍ୟ, ସାମ୍ବାଦିକତା সকল ক্ষেত্রে সে ଥିଲେ নবজীবর আদর্শ। ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର 9 ତାରିଖ ପୁରୀ ଜିଲ୍ଲାର ସୁଆଣ୍ଡୋ ସତ୍ୟବାଦୀ ମନୋବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସମସ୍ତଙ୍କ ପାଇଁ ସେ ଜଣେ ଉନ୍ନତ ଶିକ୍ଷକ ମଧ୍ୟ ଥିଲେ। ଗୋପବନ୍ଧୁ ଦାସ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଭାଷା ପ୍ରତି ପ୍ରେମ ଓ ସମ୍ମାନ ଭରି ଦେଇଥିଲେ। ତାଙ୍କୁ ଉତ୍କଳମଣି ମଧ୍ୟ କୁହାଯାଏ। ଭାବିଥିଲେ ସେ ଗୋଟିଏ ସ୍ୱପ୍ନ ଦେଖିଥିଲେ ଯେ ତାଙ୍କ ସ୍ୱପ୍ନର ଓଡ଼ିଶା ଏକ ଶକ୍ତିଶାଳୀ, ନ୍ୟାୟଭିତ୍ତିକ ଓ ନୀତିଭୟ ରହୁ। ସେ ଚାହିଁଥିଲେ ଯେ ତାଙ୍କ ସ୍ୱପ୍ନର ଓଡ଼ିଶାର ଲୋକମାନେ ସମସ୍ତେ ସମସ୍ତଙ୍କ ପ୍ରତି ଦୟାରେ, ସମସ୍ତଙ୍କ ପ୍ରତି ପ୍ରେମରେ ଓ ସମସ୍ତଙ୍କ ପ୍ରତି ସ୍ନେହରେ ରହନ୍ତୁ। ବନ୍ୟାରେ ପୀଡ଼ିତ ହୋଇଥିବା ଅଞ୍ଚଳରେ କିଛି ଖାଇବାକୁ ନ ମିଳୁଥିବାରୁ ଗୋପବନ୍ଧୁ ଦାସ ଚୁଡ଼ା ଚାଉଳ ବାଣ୍ଟିଥିଲେ। ସେହି ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ଥିଲେ ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସ ସେ କେବଳ ଗୋଟିଏ ସାଧାରଣ ମାନବ ନଥିଲେ, ସେ ଥିଲେ ଗୋଟିଏ ମହାମାନବ। ସେ କେବଳ ଗୋଟିଏ ପୁରୁଷ ନଥିଲେ, ସେ ଥିଲେ ଗୋଟିଏ ମହାପୁରୁଷ। ସେ କେବଳ ଗୋଟିଏ ସଂଗ୍ରାମୀ ନଥିଲେ, ସେ ଥିଲେ ଗୋଟିଏ ମହାସଂଗ୍ରାମୀ। ଏବଂ ସେ କେବଳ ଗୋଟିଏ ବନ୍ଧୁ ନଥିଲେ, ସେ ଥିଲେ ଦୀନବନ୍ଧୁ। 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦେଇତାରୀ ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ। ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦେଇତାରୀ ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀ। ନିଜ ଛାତ୍ର ଜୀବନରେ ଗୋପବନ୍ଧୁ ଦାସ ସମାଜ ସେବା ଆରମ୍ଭ କରିଥିଲେ। ଆମ ଏଇ ଓଡ଼ିଶାର ଏକତା, ଏଇ ଆମ ମଣିଷମାନଙ୍କ ମଧ୍ୟରେ ଭେଦଭାବକୁ ଦୂରତା କରିବା ପାଇଁ ଗୋଟିଏ ବିଶାଳ ସ୍ୱପ୍ନ ଦେଖିଥିଲେ। ତାଙ୍କ ମନରେ ସେ ଭରି ଦେଇଥିଲେ ଦେଶ ପ୍ରେମ, ଜାତି ପ୍ରେମ ଓ ଭାଷା ପ୍ରେମ। ସେ ଘରେ ଘରେ ଉତ୍କଳମଣି ନାମରେ ପରିଚିତ। ସ୍କୁଲରେ ମେଟ୍ରିକ ପାସ୍ କରିଥିଲେ। ଗୋପବନ୍ଧୁ ଦାସ 12 ବୟସରେ ମୋତି ଦେବୀଙ୍କୁ ବିବାହ କରିଥିଲେ। ସାମାଜିକ କୁସଂସ୍କାରକୁ ମୁକ୍ତ ସମାଜରେ ପ୍ରକାଶ କରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କ ପୁତ୍ରଙ୍କୁ ଛାଡ଼ି ସେ ଲୋକଙ୍କ ସେବା କରିବା ପାଇଁ ଚାଲି ଯାଉଥିଲେ। ମାନଙ୍କ ଦୁଃଖ ଦେଖି ତାଙ୍କ ହୃଦୟ ମର୍ମାହତ ହୋଇ ପଡୁଥିଲା। ସେ ନିଜ ଆଖିରୁ ଅଶ୍ରୁ ଝରାଇ ଦେଇଥିଲେ। ଲୋକମାନଙ୍କ ପାଇଁ ତାଙ୍କର ସ୍ୱପ୍ନ ଏମିତି ଥିଲା ଯେ ଓଡ଼ିଶାର ସମସ୍ତ ଲୋକେ ସୁଶିକ୍ଷିତ, ସୁସାଂସ୍କୃତିକ ଓ ଏକତାର ସହ ବସବାସ କରନ୍ତୁ। ଗୋପବନ୍ଧୁ ଦାସ ଥିଲେ ଗୋଟିଏ ମହାନ ପୁରୁଷ। ସେ ଆମ ଦେଶ ସଂଗ୍ରାମ ମାନଙ୍କ ମଧ୍ୟରୁ ଅନ୍ୟତମ। ଗୋପବନ୍ଧୁ ବି ଗୋଟିଏ ଉଚ୍ଚତରର ସ୍ୱପ୍ନ ରଖିଥିଲେ। ତାଙ୍କ ସ୍ୱପ୍ନ ଥିଲା ଆମ ଓଡ଼ିଶା କିପରି ଉନ୍ନତ ହେବ, ଆମ ଓଡ଼ିଶାର ସମସ୍ତ ଲୋକ କିପରି ଶିକ୍ଷିତ ହେବେ। ଓଡ଼ିଶାର ଏକ
ଏକ ଏକତ୍ରୀକରଣ ହୋଇଥିବା ନେତାମାନଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ। ହେଲା ପ୍ରଥମ ସ୍ଥାନରେ